ସାମ ସଙ୍ଗୀତ ଅଧ୍ୟାୟ 105। ଐତିହାସିକ ସାମ। କର ପ୍ରଭୁଙ୍କ ଉଦ୍ଦେଶ୍ୟ କୃତଜ୍ଞତାର୍ପଣ, ଡାକି ନାମ ତାହାଙ୍କର କର ନିବେଦନ। କର ଜନତା ମଧ୍ୟରେ ତାହାଙ୍କ କର୍ମ ବିଜ୍ଞାପନ। କର ତାହାଙ୍କ ଉଦ୍ଦେଶ୍ୟ ଗାନ, କର ତାହାଙ୍କର ସ୍ତୁତି ଗାନ। କର ତାହାଙ୍କ ଆଶ୍ଚର୍ଯ୍ୟ କର୍ମ ସକଳ ବିଜ୍ଞାପନ। କର ତାହାଙ୍କ ପବିତ୍ର ନାମେ ଦର୍ପ ପୋଷଣ, କରନ୍ତି ଯେଉଁମାନେ ପ୍ରଭୁଙ୍କ ସନ୍ଧାନ, ହେଉ ହୃଦୟ ସେମାନଙ୍କ ଆନନ୍ଦିତ। କର ପ୍ରଭୁ ଓ ତାହାଙ୍କ ଶକ୍ତିରେ ସନ୍ଧାନ, କର ସର୍ବଦା ତାହାଙ୍କ ସାନ୍ନିଧ୍ୟରେ ଅନ୍ୱେଷଣ। କର ତାହାଙ୍କ ଦ୍ୱାରା ସମ୍ପାଦିତ ଆଶ୍ଚର୍ଯ୍ୟ କର୍ମ ସକଳ ସ୍ମରଣ, କର ତାହାଙ୍କ ଆଶ୍ଚର୍ଯ୍ୟ କର୍ମ ତଥା ତାହାଙ୍କ ଦ୍ୱାରା ଉଚ୍ଚାରିତ ବିଚାର ବିଧି ସ୍ମରଣ। ତାହାଙ୍କ ଦାସ ଆବ୍ରାହମଙ୍କ ହେ ବଂଶଧରଗଣ, ତାହାଙ୍କ ମନୋନୀତ ଯାକୋବଙ୍କ ହେ ସନ୍ତାନଗଣ, କର ଏ ସମସ୍ତ ସ୍ମରଣ। ଅଟନ୍ତି ସେ ପ୍ରଭୁ ଆମ ଈଶ୍ୱର, ତାହାଙ୍କ ବିଚାର ବିଧି ସମଗ୍ର ପୃଥିବୀ ପ୍ରତି ଅଟେ ବାଧ୍ୟତାମୂଳକ। କରିବେ ସେ ତାହାଙ୍କ ବ୍ୟବସ୍ଥା ବିଧାନକୁ ଚିରନ୍ତନ ଅନୁସ୍ମରଣ, କରିବେ ସେ ସହସ୍ର ବଂଶାନୁକ୍ରମେ ସ୍ମରଣ ତାହାଙ୍କ ଦ୍ୱାରା ଆଦିଷ୍ଟ ବଚନ। ହେଲା ତାହା ଆବ୍ରାହମଙ୍କ ସହ ସାଲିସ ବ୍ୟବସ୍ଥା ବିଧାନ ଶପଥାବଦ୍ଧ ପୂର୍ବକ ଇସାହାକଙ୍କୁ ପ୍ରତିଜ୍ଞା ପ୍ରଦତ୍ତ। ଯାକୋବଙ୍କ ନିମନ୍ତେ ଏକ ନିୟମ, ଇସ୍ରାଏଲ ସକାଶେ ଏକ ଶାଶ୍ୱତ ବ୍ୟବସ୍ଥା ବିଧାନ ରୂପେ କରିଛନ୍ତି ସେ ତାହା ସ୍ଥିରୀକୃତ। କହିଲେ ସେ, ଯାହା ତୁମର ଉତ୍ତରାଧିକାର ଅଂଶ ବିଶେଷ ରୂପେ ନିରୂପିତ କରିବି ମୁଁ ସେହି କାନାନ ଦେଶ ତୁମକୁ ପ୍ରଦାନ। ଥିଲେ ଯେତେବେଳେ ସେମାନେ ଅଳ୍ପ ସଂଖ୍ୟକ ନଗଣ୍ୟ ତଥା ପ୍ରବାସୀ ସେଠାକାର, କଲେ ସେମାନେ ଯେତେବେଳେ ଏକ ଜାତିରୁ ଅନ୍ୟ ଜାତି ସମୀପକୁ, ଏକ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ପରିଭ୍ରମଣ, ଦେଲେ ନାହିଁ ସେ ସେତେବେଳେ କାହାକୁ ଅନୁମତି କରିବା ପାଇଁ ସେମାନଙ୍କୁ ଉତ୍ପୀଡ଼ନ କଲେ ସେ ରାଜାମାନଙ୍କୁ ସେମାନଙ୍କ ସକାଶେ ତିରସ୍କାର ଦେଲେ ସେ ଆଜ୍ଞା, କର ନାହିଁ ମୋର ଅଭିଷିକ୍ତମାନଙ୍କୁ ସ୍ପର୍ଶ, କର ନାହିଁ ମୋର ପ୍ରବକ୍ତାମାନଙ୍କ ପ୍ରତି କୌଣସି ଉପଦ୍ରବ। ଘଟାଇଲେ ସେ ଯେବେ ଦେଶ ମଧ୍ୟରେ ଦୁର୍ଭିକ୍ଷ ଓ କଲେ ସେମାନଙ୍କ ଜୀବିକାର୍ଜନ ଯଷ୍ଟିକୁ ଭଗ୍ନ, ତେବେ କଲେ ସେ ସେମାନଙ୍କ ଅଗ୍ରତେ ଜଣେ ବ୍ୟକ୍ତିକୁ ପ୍ରେରଣ, ଥିଲେ ସେ ଦାସ ସଦୃଶ ବିକ୍ରୀତ ଯୋସେଫ। ହେଲା ପାଦ ତାହାଙ୍କର ବେଡ଼ିରେ କ୍ଷତ ବିକ୍ଷତ, ହେଲା କଣ୍ଠ ତାହାଙ୍କର ଲୌହ ଗଳାବନ୍ଧନରେ ପରିବେଷ୍ଟିତ। ନ ହେଲା ଯେ ପର୍ଯ୍ୟନ୍ତ ତାହାଙ୍କ ଦ୍ୱାରା କଥିତ ପ୍ରବଚନ ସାର୍ଥକ, କଲା ସେ ପର୍ଯ୍ୟନ୍ତ ତାକୁ ପରୀକ୍ଷା ବଚନ ପ୍ରଭୁଙ୍କର। ଲୋକ ପଠାଇ କଲେ ରାଜା ତାଙ୍କୁ ମୁକ୍ତ, କଲେ ଜନତାର ଶାସକ ତାଙ୍କୁ ସ୍ୱତନ୍ତ୍ର। କଲେ ସେ ତାଙ୍କୁ ନିଜ ଗୃହର ଅଧିକାରୀ ସ୍ୱରୂପ ଓ ନିଜ ସମ୍ପଦ ଉପରେ ଶାସକ ରୂପେ ତାଙ୍କୁ ନିୟୋଜନ। ନିଜ ଅଧୀନସ୍ଥ ଶାସକମାନଙ୍କୁ ଶିକ୍ଷା ଦେବା ଓ ବୟୋଜ୍ୟେଷ୍ଠମାନଙ୍କୁ ଜ୍ଞାନୋପଦେଶ ଦେବା ସକାଶେ ସେ କଲେ ସେ ତାହାଙ୍କୁ ନିଯୁକ୍ତି ପ୍ରଦାନ। କଲେ ସେ ସମୟେ ଇସ୍ରାଏଲ ଇଜିପ୍ଟକୁ ଆଗମନ, କଲେ ଯାକୋବ ହାମର ଦେଶେ ଅବସ୍ଥାନ। କଲେ ପ୍ରଭୁ ତାହାଙ୍କ ସ୍ୱଜନମାନଙ୍କୁ ଫଳବନ୍ତ, କଲେ ସେମାନଙ୍କ ବିରୋଧୀଗଣ ଅପେକ୍ଷା ସେମାନଙ୍କୁ ଅଧିକ ଶକ୍ତି ସମ୍ପନ୍ନ। ତାହାଙ୍କ ସ୍ୱଜନମାନଙ୍କୁ ବିଦ୍ୱେଷ କରିବା ଓ ତାହାଙ୍କ ଦାସମାନଙ୍କ ବିରୁଦ୍ଧେ ଧୂର୍ତ୍ତଚାରଣ କରିବା ସକାଶେ ଦେଲେ ସେ ସେମାନଙ୍କୁ ପ୍ରରୋଚନା। କଲେ ସେ ତାହାଙ୍କ ଦାସ ମୋଶେସ ଓ ତାହାଙ୍କ ଦ୍ୱାରା ମନୋନୀତ ଆରୋନଙ୍କୁ
ସେମାନଙ୍କ ନିକଟକୁ ପ୍ରେରଣ କଲେ। ଉଭୟେ ସେମାନଙ୍କ ମଧ୍ୟରେ ତାହାଙ୍କ ନିଦର୍ଶନ ସକଳ ପ୍ରକାଶ ଓ ଆମର ଦେଶରେ ଆଶ୍ଚର୍ଯ୍ୟ କର୍ମାବଳୀ ସାଧନ ପଠାଇ ଅନ୍ଧକାର କଲେ ସେ ଦେଶକୁ ତମସାବୃତ କଲେ। ସେମାନେ ତାହାଙ୍କ ବଚନକୁ ବିରୋଧ କଲେ। ସେମାନଙ୍କ ସମସ୍ତ ଜଳକୁ ରକ୍ତରେ ପରିଣତ କଲେ। ସେମାନଙ୍କ ମତ୍ସ୍ୟ ସକଳକୁ ବଦ୍ଧ ହେଲା। ଦେଶ ସେମାନଙ୍କ ମଣ୍ଡୁକ ପୂର୍ଣ୍ଣ ହେଲା। ସେମାନଙ୍କ ରାଜାମାନଙ୍କ ପ୍ରକୋଷ୍ଠ ସକଳ ମଧ୍ୟ ସେଗୁଡ଼ିକରେ ପରିପୂର୍ଣ୍ଣ। ତାହାଙ୍କ ଦ୍ୱାରା ପ୍ରଦତ୍ତ ଦେଶ ଆଦେଶ ମୁତାବକ ହେଲା। ଦେଶ ସେମାନଙ୍କ ମାଛି ତଥା କୀଟରେ ପରିପୂର୍ଣ୍ଣ କଲେ। ସେମାନଙ୍କୁ ବୃଷ୍ଟି ପରିବର୍ତ୍ତେ କରକାପାତ ପ୍ରଦାନ ହେଲା। ସେମାନଙ୍କ ଦେଶେ ବିଦ୍ୟୁତ ତେଜୀୟମାନ କଲେ। ସେମାନଙ୍କ ଦ୍ରାକ୍ଷା ଉଦ୍ୟାନ ତଥା ଡିମିରି ବୃକ୍ଷ ସବୁକୁ ବିଧ୍ୱସ୍ତ ହେଲା। ସେମାନଙ୍କ ଦେଶରେ ସମସ୍ତ ବୃକ୍ଷ ବିନାଶଗ୍ରସ୍ତ ଦେଲେ। ସେ ଆଦେଶ ଓ ହେଲେ ପଙ୍ଗପାଳ ଆଗତ ହେଲେ। ଅସଂଖ୍ୟ ତରୁଣ ପଙ୍ଗପାଳ ଆଗତ କଲେ। ସେଗୁଡ଼ିକ ସେମାନଙ୍କ ଦେଶର ସମସ୍ତ ସବୁଜ ଉଦ୍ଭିଦ ଗ୍ରାସ କଲେ। ସେଗୁଡ଼ିକ ସେମାନଙ୍କ କ୍ଷେତର ସମଗ୍ର ଫସଲ ଭକ୍ଷଣ ସେମାନଙ୍କ ଦେଶର ସମସ୍ତ ପ୍ରଥମଜାତ ଓ ସେମାନଙ୍କ ପୁରୁଷତ୍ୱର ପ୍ରଥମ ଫଳ କଲେ। ସେ ସଂହାର କରି ରୌପ୍ୟ ତଥା ସ୍ୱର୍ଣ୍ଣ ପ୍ରଦାନ କରାଇଲେ। ସେ ଇସ୍ରାଏଲକୁ ବହିର୍ଗତ ଓ ତତ୍ପରେ କଲେ। ସେମାନଙ୍କୁ ଆନୟନ ହେଲା ନାହିଁ। ତାହାଙ୍କ ଗୋଷ୍ଠୀ ସକଳ ମଧ୍ୟରୁ କାହାର ଚରଣ ଆଘାତ ପ୍ରାପ୍ତ କଲେ। ଯେବେ ସେମାନେ ପ୍ରସ୍ଥାନ ହେଲା ତେବେ ଇଜିପ୍ଟ ଆନନ୍ଦିତ କାରଣ ହୋଇଥିଲା। ଇସ୍ରାଏଲ ସମ୍ବନ୍ଧୀୟ ଭୀତି ତାହା ଉପରେ ପତିତ କଲେ। ସେ ଖଣ୍ଡେ ମେଘମାଳାକୁ ସେମାନଙ୍କ ସକାଶେ ଏକ ଛାୟା ସଦୃଶ୍ୟ ବିସ୍ତାର ଦିଏ ଯେପରି ରାତ୍ରି କାଳେ ଆଲୁଅ। ସେଥିପାଇଁ ସେ କଲେ ଅଗ୍ନି ପ୍ରଜ୍ୱଳିତ କଲେ। ଯେତେବେଳେ ସେମାନେ ଆକୁଳ ନିବେଦନ କଲେ ସେତେବେଳେ ସେମାନଙ୍କୁ ତିତିର ପକ୍ଷୀ ପ୍ରଦାନ କଲେ। ସେମାନଙ୍କ ପାଇଁ ସେ ଆକାଶରୁ ପ୍ରଚୁର ରୁଟି ବର୍ଷଣ କଲେ। ସେ ଶୈଳ ଉନ୍ମୁକ୍ତ ଓ ହେଲା ଜଳ ନିର୍ଗତ ହେଲା। ତାହା ମରୁଭୂମିରେ ନଦୀ ସଦୃଶ ପ୍ରବାହିତ କାରଣ ହେଲେ। ସେ ତାହାଙ୍କ ପବିତ୍ର ପ୍ରତିଶ୍ରୁତି ଓ ତାହାଙ୍କ ଦାସ ଆବ୍ରାହମଙ୍କର ଅନୁସ୍ମୃତ କଲେ। ସେ ତାହାଙ୍କ ସ୍ୱଜନମାନଙ୍କୁ ସାନନ୍ଦେ ଓ ତାହାଙ୍କ ମନୋନୀତମାନଙ୍କୁ ଗାନାଳାପପୂର୍ବକ ଆନୟନ କଲେ। ସେମାନଙ୍କୁ ଜାତିଗଣର ଦେଶ ପ୍ରଦାନ କଲେ। ସେମାନେ ଗୋଷ୍ଠୀ ସକଳର ପରିଶ୍ରମ ଫଳ ଅଧିକାର କରନ୍ତି। ସେମାନେ ଯେପରି ସର୍ବଦା ତାହାଙ୍କ ନିୟମ ପାଳନ ଓ ହୁଅନ୍ତି ତାହାଙ୍କ ବିଧାନ ସବୁର ଅନୁଗତ ତନ୍ନିମନ୍ତେ ଏହା ଉଦ୍ଦିଷ୍ଟ କର ପ୍ରଭୁଙ୍କର ସ୍ତବ ଗାନ। ଅଧ୍ୟାୟ 106 ଐତିହାସିକ ସାମ କର ପ୍ରଭୁଙ୍କର ସ୍ତବ ଗାନ କର। ପ୍ରଭୁଙ୍କ ଉଦ୍ଦେଶ୍ୟ କୃତଜ୍ଞତା ଅର୍ପଣ କାରଣ ଅଟନ୍ତି ସେ ମଙ୍ଗଳମୟ। ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ହୋଇ ନିରନ୍ତନ କରେ। ଯେପରି ପ୍ରଭୁଙ୍କ ପରାକ୍ରମର କର୍ମ ସବୁ ବର୍ଣ୍ଣନ ସେଥି ସକାଶେ କିଏ ବା ସକ୍ଷମ କରେ। ଯେପରି ସମୁଚିତେ ତାହାଙ୍କ ସ୍ତବ ଗାନ ତନ୍ନିମନ୍ତେ କିଏ ବା ସମର୍ଥ କରନ୍ତି। ଯେଉଁମାନେ ନ୍ୟାୟ ସାଧନ କରନ୍ତି ଯେଉଁମାନେ ନୀତିନିଷ୍ଠ ଆଚରଣ ଅଟନ୍ତି ସେମାନେ ଧନ୍ୟ। କରୁଥାଅ ଯେବେ ତୁମେ ହେ ପ୍ରଭୁ ତବ ସ୍ୱଜନମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କର। ତେବେ ମୋତେ ସ୍ମରଣ କରୁଥାଅ ଯେବେ ତୁମେ ସେମାନଙ୍କୁ ମୁକ୍ତ କର। ତେବେ ମୋତେ ସାହାଯ୍ୟ କରେ ମୁଁ ତଦ୍ୱାରା ଲାଭ ତୁମ ମନୋନୀତ ମାନଙ୍କ ଐଶ୍ୱର୍ଯ୍ୟର ଦର୍ଶନ
ହୁଏ ମୁଁ ତବ ଜନତାର ଆନନ୍ଦେ ଆହ୍ଲାଦିତ, କରେ ମୁଁ ତୁମ ଉତ୍ତରାଧିକାର ସହ ଦର୍ପ ପୋଷଣ। କଲୁ ଆମେ ଓ ଆମ ପିତୃପୁରୁଷଗଣ ପାପ, କଲୁ ଆମେ ଦୋଷ, କଲୁ ଆମେ ଦୁଷ୍ଟାଚାର, କଲେ ବାସ ଯେତେବେଳେ ଇଜିପ୍ଟରେ ଆମ ପିତୃପୁରୁଷଗଣ, କଲେ ନାହିଁ ସେତେବେଳେ ତୁମ ଆଶ୍ଚର୍ଯ୍ୟ କର୍ମ ସକଳ ପ୍ରତି ସେମାନେ ମନୋଯୋଗ, କଲେ ନାହିଁ ସେମାନେ ତୁମ ନିରନ୍ତର ସ୍ନେହର ପ୍ରାଚୁର୍ଯ୍ୟର ସ୍ମରଣ, କଲେ ବିଦ୍ରୋହ ସେମାନେ ଲୋହିତ ସାଗର ପାର୍ଶ୍ୱେ ହୋଇ ପରାତ୍ପରଙ୍କ ବିପକ୍ଷ। ତଥାପି ପାରନ୍ତି କରି ସେ ଯେପରି ତାହାଙ୍କ ମହାଶକ୍ତି ବିଦିତ, ତନ୍ନିମନ୍ତେ କଲେ ସେ ତାହାଙ୍କ ନାମ ସକାଶୁ ସେମାନଙ୍କୁ ମୁକ୍ତ, କଲେ ସେ ଲୋହିତ ସାଗରକୁ ତିରସ୍କାର ଓ ହେଲା ତାହା ଶୁଷ୍କ, କରାଯାଏ ଯେପରି ମରୁଭୂମି ଦେଇ ଗମନ, କଲେ ସେ ସେମାନଙ୍କୁ ଅଗାଧ ମଧ୍ୟରେ ସେହିପରି ପଥ ପ୍ରଦର୍ଶନ, କଲେ ସେ ସେମାନଙ୍କୁ ବିରୋଧୀମାନଙ୍କ ହସ୍ତରୁ ମୁକ୍ତ, କଲେ ସେ ସେମାନଙ୍କୁ ଶତ୍ରୁ ହସ୍ତରୁ ଉଦ୍ଧାର, କଲା ଜଳ ସେମାନଙ୍କ ଶତ୍ରୁମାନଙ୍କୁ ଆଚ୍ଛାଦନ, ହେଲେ ନାହିଁ କେହି ସୁଦ୍ଧା ସେମାନଙ୍କ ମଧ୍ୟରୁ ରକ୍ଷା ପ୍ରାପ୍ତ, କଲେ ସେମାନେ ତାହାଙ୍କ ବଚନ ପ୍ରତି ବିଶ୍ୱାସ ସ୍ଥାପନ, କଲେ ସେମାନେ ତାହାଙ୍କ ସ୍ତବ ଗାନ, ହେଲେ ସେମାନେ ତାହାଙ୍କ କାର୍ଯ୍ୟ ସବୁ ବିସ୍ମୃତ, କଲେ ନାହିଁ ସେମାନେ ତାହାଙ୍କ ଉପଦେଶର ସନ୍ଧାନ, ବରଂ ହେଲେ ସେମାନେ ମରୁପ୍ରାନ୍ତରେ ମହାଶକ୍ତ, କଲେ ସେମାନେ ମରୁଭୂମିରେ ପରୀକ୍ଷା ଈଶ୍ୱରଙ୍କର, କଲେ ସେମାନେ ଯାହା ଭିକ୍ଷା, କଲେ ସେ ତାହା ସେମାନଙ୍କୁ ପ୍ରଦାନ, ତଥାପି କଲେ ସେ ସେମାନଙ୍କ ମଧ୍ୟକୁ ଏକ ମାରାତ୍ମକ ରୋଗ ପ୍ରେରଣ। ହେଲେ ଯେତେବେଳେ ଛାଉଣି ମଧ୍ୟରେ ସେମାନେ ମୋଶେସଙ୍କ ବିରୁଦ୍ଧେ ଈର୍ଷାନ୍ୱିତ ଓ ପ୍ରଭୁଙ୍କର ପବିତ୍ର ଜନ ଆରୋନଙ୍କ ବିପକ୍ଷେ ଅସୂୟାସକ୍ତ ହୋଇ ସେତେବେଳେ ଉନ୍ମୁକ୍ତ କଲା ପୃଥିବୀ ଦାତାନକୁ ଗ୍ରାସ, କଲା ଆବିରାମର ଦଳକୁ ଆଚ୍ଛାଦନ, ହେଲା ଅଗ୍ନି ମଧ୍ୟ ସେମାନଙ୍କ ଦଳ ମଧ୍ୟରେ ପ୍ରଜ୍ୱଳିତ, କଲା ଅଗ୍ନିଶିଖା ଦୁଷ୍ଟମାନଙ୍କୁ ଦଗ୍ଧ, କଲେ ସେମାନେ ହରେବରେ ଏକ ଗୋବତ୍ସ ନିର୍ମାଣ, କଲେ ସେମାନେ ଉପାସନା ଛାଞ୍ଚ ନିର୍ମିତ ପିତୁଳାର, ସେହିପରି ଈଶ୍ୱରଙ୍କ ପରିବର୍ତ୍ତେ ତୃଣ ଆହାରକାରୀ ବଳଦର ପ୍ରତିମୂର୍ତ୍ତିକୁ କଲେ ସେମାନେ ଗୌରବାନ୍ୱିତ, କଲେ ଯିଏ ଇଜିପ୍ଟରେ ମହାନ କାର୍ଯ୍ୟ ସାଧନ, ସେହି ସେମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ସମ୍ବନ୍ଧେ ହେଲେ ସେମାନେ ବିସ୍ମୃତ, କଲେ ଯିଏ ହାମର ଦେଶରେ ଆଶ୍ଚର୍ଯ୍ୟକର୍ମ ସାଧନ, କଲେ ଯିଏ ଲୋହିତ ସାଗର ପାର୍ଶ୍ୱେ ଭୟାନକ କାର୍ଯ୍ୟ ସାଧନ, ହେଲେ ସେମାନେ ତାହାଙ୍କ ସମ୍ବନ୍ଧେ ବିସ୍ମୃତ, ସୁତରାଂ ସେମାନଙ୍କୁ ସଂହାର କରିବା ଯେ ଉଚିତ କହିଲେ ସେ ଏହିପରି, ତାହାଙ୍କ କ୍ରୋଧକୁ ଏଡ଼ାଇବା ସକାଶେ ତାହାଙ୍କ ଦ୍ୱାରା ମନୋନୀତ ମୋଶେସ ଘାଟି ସ୍ଥାନେ ହୋଇ ନଥାନ୍ତେ ଯଦି ଦଣ୍ଡାୟମାନ, ତେବେ କରିଥାନ୍ତା କ୍ରୋଧ ତାହାଙ୍କର ସେମାନଙ୍କୁ ବିନାଶ, କଲେ ସେମାନେ ପ୍ରୀତିକର ଦେଶକୁ ହେ ଅଜ୍ଞାନ, କଲେ ନାହିଁ ସେମାନେ ତାହାଙ୍କ ପ୍ରତିଶ୍ରୁତିରେ ବିଶ୍ୱାସ ସ୍ଥାପନ, ହେଲେ ସେମାନେ ସେମାନଙ୍କ ଶିବିର ସବୁ ମଧ୍ୟରେ ଫୁସୁର ଫାସର, ହେଲେ ନାହିଁ ସେମାନେ ପ୍ରଭୁଙ୍କ ବଚନର ଅନୁଗତ, କଲେ ସେ ସେହି ସମୟରେ ଶପଥ ଗ୍ରହଣ ଯେ କରାଇବେ ସେମାନଙ୍କୁ ମରୁପ୍ରାନ୍ତରେ ସେ ନିପତିତ କରିବେ, ସେ ସେମାନଙ୍କ ବଂଶଧରମାନଙ୍କୁ ଜାତିଗଣ ମଧ୍ୟରେ ବିକ୍ଷିପ୍ତ କରିବେ, ସେମାନଙ୍କୁ ଦେଶ ସକଳ ମଧ୍ୟରେ ଧ୍ୱଂସ, କଲେ ସେମାନେ ପେୟୋରର ବାଲକୁ ଅନୁସରଣ, କଲେ ସେମାନେ ନିର୍ଜୀବ ଦେବମାନଙ୍କ ପ୍ରତି ଅର୍ପିତ ନୈବେଦ୍ୟ ଭୋଜନ, କରାଇଲେ ସେମାନେ ସେମାନଙ୍କ କାର୍ଯ୍ୟ ସକଳ ଦ୍ୱାରା ପ୍ରଭୁଙ୍କୁ କୁପିତ, ତେଣୁ ହେଲା ସେମାନଙ୍କ ମଧ୍ୟରେ ଏକ ମହାମାରୀ ପରିବ୍ୟାପ୍ତ ହୋଇ ଦଣ୍ଡାୟମାନ, କଲେ ଫିନେହାସ ସେ ସମୟ ମଧ୍ୟସ୍ଥ ନିବେଦନ ହେଲା ସଂଗଠିତ, ତଦ୍ୱାରା ମହାମାରୀର
ଉପଶମ। ଫଳରେ ହେଲେ ସେ ବଂଶାନୁକ୍ରମେ ଚିରକାଳ ବ୍ୟାପୀ ନୀତିପରାୟଣ ବ୍ୟକ୍ତି ରୂପେ ପରିଗଣିତ କଲେ। ସେମାନେ ମେରିବା ଜଳାଶୟ ପାର୍ଶ୍ୱେ ତାହାଙ୍କୁ କୁପିତ ହେଲେ ମୋଶେସ ସେମାନଙ୍କ ସକାଶେ ବିପଦର ସମ୍ମୁଖୀନ କଲେ। ସେମାନେ ତାହାଙ୍କ ଆତ୍ମାକୁ ବେଦନା ପୀଡ଼ିତ। ସୁତରାଂ କଲେ ସେ ଅବିବେକୀ ବାର୍ତ୍ତାଳାପ। କହିଥିଲେ ପ୍ରଭୁ ଯେପରି କଲେ ନାହିଁ ସେମାନେ ଜାତିଗଣକୁ ବିନାଶ ସେହିପରି ବରଂ ହେଲେ ସେମାନେ ଜାତି ସକଳ ସହ ମିଶ୍ରିତ ଓ କଲେ ସେମାନଙ୍କ ଦ୍ୱାରା ଅଭ୍ୟାସଗତ ରୀତିନୀତିର ଶିକ୍ଷା ଲାଭ। ହେଲେ ସେମାନେ ସେମାନଙ୍କ ପିତୁଳା ସବୁର ପରିଚର୍ଯ୍ୟାରତ ହେଲା ସେ ସମସ୍ତ ସେମାନଙ୍କ ପ୍ରତି ଫାନ୍ଦରେ ପରିଣତ କଲେ। ସେମାନେ ସେମାନଙ୍କ ପୁତ୍ର କନ୍ୟାମାନଙ୍କୁ ପିଶାଚମାନଙ୍କୁ ଉଦ୍ଦେଶ୍ୟ ବଳିଦାନ କଲେ। ସେମାନେ ନିର୍ଦ୍ଦୋଷ ରକ୍ତପାତ କାନାନର ପିତୁଳା ସବୁ ପ୍ରତି ନୈବେଦ୍ୟ ରୂପେ ଉତ୍ସର୍ଗୀକୃତ ସେମାନଙ୍କ ପୁତ୍ର କନ୍ୟାମାନଙ୍କ ରକ୍ତ। ତେଣୁ ଏହା ଦେଶ ରକ୍ତପାତ ଯୋଗୁଁ କଳଙ୍କିତ। ଏହିପରି ସେମାନଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟ ଯୋଗୁଁ ହେଲେ ସେମାନେ ଅଶୁଦ୍ଧ ହେଲେ ସେମାନେ ନିଜ କାର୍ଯ୍ୟ ଦ୍ୱାରା ଗଣିକା ବୃତ୍ତିରେ ବ୍ରତ। ସୁତରାଂ ହେଲା ପ୍ରଭୁଙ୍କ କ୍ରୋଧାଗ୍ନି ସେମାନଙ୍କ ବିରୁଦ୍ଧେ ପ୍ରଜ୍ୱଳିତ କଲେ। ସେ ତାହାଙ୍କ ଉତ୍ତରାଧିକାରକୁ ବିଦେଶ କଲେ। ସେ ସେମାନଙ୍କୁ ସମର୍ପଣ ଜାତିଗଣ ହସ୍ତରେ କଲେ। ସେମାନଙ୍କ ବିଦେଶୀମାନେ କର୍ତ୍ତୃତ୍ୱ ବିସ୍ତାର ସେମାନଙ୍କ ଉପରେ କଲେ। ସେମାନଙ୍କ ଶତ୍ରୁବୃନ୍ଦ ସେମାନଙ୍କୁ ଉତ୍ପୀଡ଼ନ ହେଲେ ସେମାନେ ସେମାନଙ୍କ ଅଧିକାରାଧୀନ କଲେ। ସେ ସେମାନଙ୍କୁ ବହୁ ବାର ମୁକ୍ତ ତଥାପି ହେଲେ ସେମାନେ ସେମାନଙ୍କ ଇଷ୍ଟ ସଂକଳ୍ପରେ ବିଦ୍ରୋହୀ ଭାବାପନ୍ନ ହେଲେ ସେମାନେ ସେମାନଙ୍କ ଦୋଷ ସକାଶେ ପତିତ। ତଥାପି କଲେ ସେ ସେମାନଙ୍କ କ୍ରନ୍ଦନ ସ୍ୱର ପ୍ରତି କର୍ଣ୍ଣପାତ ଓ କଲେ ସେମାନଙ୍କ ଦୁଃଖ କ୍ଲେଶ ପ୍ରତି ଦୃଷ୍ଟିପାତ କଲେ। ସେ ତାହାଙ୍କ ବ୍ୟବସ୍ଥା ବିଧାନକୁ ସେମାନଙ୍କ ଉଦ୍ଦେଶ୍ୟରେ ସ୍ମରଣ ତାହାଙ୍କ ନିରନ୍ତର ସ୍ନେହର ପ୍ରାଚୁର୍ଯ୍ୟତା ଯୋଗୁଁ କଲେ ସେ କରୁଣା ପ୍ରଦର୍ଶନ କଲେ। ଯେଉଁମାନେ ସେମାନଙ୍କୁ ବନ୍ଦୀରେ ପରିଣତ କରନ୍ତି ସେମାନେ ଯେପରି ସେମାନଙ୍କୁ କରୁଣା ପ୍ରଦର୍ଶନ ତନ୍ନିମନ୍ତେ କଲେ ସେ ସୃଷ୍ଟି ସୁଯୋଗ। ପ୍ରଭୁ ହେ ଈଶ୍ୱର ଆମର କର ଆମକୁ ଉଦ୍ଧାର କରିପାରୁ ଯେପରି ଆମେ ତୁମ ପବିତ୍ର ନାମ ଉଦ୍ଦେଶ୍ୟରେ କୃତଜ୍ଞତା ଅର୍ପଣ ଓ କରିପାରୁ ଯେବେ ତୁମର ମହତ୍ତର ସ୍ତୁତିଗାନ ସେଥି ସକାଶେ କର ଆମକୁ ଜାତିଗଣ ମଧ୍ୟରୁ ଏକତ୍ରିତ। ଅନାଦିରୁ ଅନନ୍ତ କାଳ ପର୍ଯ୍ୟନ୍ତ ହୁଅନ୍ତୁ ପ୍ରଭୁ ଇସ୍ରାଏଲର ଈଶ୍ୱର ଧନ୍ୟ କହନ୍ତୁ ସମସ୍ତ ଜନତା ଆମେନ୍। କର ପ୍ରଭୁଙ୍କର ସ୍ତୁତି ଗାନ। ଅଧ୍ୟାୟ 107 ବ୍ୟକ୍ତିଗତ କୃତଜ୍ଞତା ସ୍ତୋତ୍ର। କର ପ୍ରଭୁଙ୍କୁ କୃତଜ୍ଞତା ଅର୍ପଣ କାରଣ ଅଟନ୍ତି ସେ ମଙ୍ଗଳମୟ ଓ ସ୍ଥାୟୀ ରହେ ନିରନ୍ତର ସ୍ନେହ ତାଙ୍କର ଚିରନ୍ତନ। କହନ୍ତୁ ଏହିପରି ପ୍ରଭୁଙ୍କ ଦ୍ୱାରା ରକ୍ଷାପ୍ରାପ୍ତ ବ୍ୟକ୍ତିଗଣ କାରଣ କରିଅଛନ୍ତି ସେ ସେମାନଙ୍କୁ ଦୁଃଖ କଷ୍ଟରୁ ଉଦ୍ଧାର। ଅନ୍ୟାନ୍ୟ ଦେଶ ସକଳରୁ ପୂର୍ବ ତଥା ପଶ୍ଚିମରୁ ଉତ୍ତର ତଥା ଦକ୍ଷିଣରୁ କରିଅଛନ୍ତି ସେ ସେମାନଙ୍କୁ ଏକତ୍ରିତ। ନ ପାଇ ବାସଯୋଗ୍ୟ ନଗରୀ ଦିଗେ କୌଣସି ପଥର ସନ୍ଧାନ କଲେ ସେମାନଙ୍କ ମଧ୍ୟରୁ କେତେକେ ମରୁଭୂମି ଦେଇ ପରିଭ୍ରମଣ ହୋଇ କ୍ଷୁଧିତ ତଥା ତୃଷିତ ହେଲେ ସେମାନେ ନିସ୍ତେଜ ଡାକି ପ୍ରଭୁଙ୍କୁ ସଙ୍କଟ କାଳେ କଲେ ସେମାନେ ନିବେଦନ ଓ କଲେ ସେ ପ୍ରଦାନ ସେ ସେମାନଙ୍କୁ ଦୁର୍ଗତିରୁ ମୋଚନ। ଆସିନଥିଲେ ଏକ ବାସଯୋଗ୍ୟ ନଗରୀକୁ ସେମାନେ ଯେ ପର୍ଯ୍ୟନ୍ତ କଲେ ସେ ସେମାନଙ୍କୁ ସେ ପର୍ଯ୍ୟନ୍ତ ସଡ଼କ ପଥ ଦେଇ ଆନୟନ
ପ୍ରଭୁଙ୍କ ନିରନ୍ତର ସ୍ନେହ ଓ ମନୁଷ୍ୟ ପୁତ୍ରମାନଙ୍କ ସକାଶେ ସମ୍ପାଦିତ ଆଶ୍ଚର୍ଯ୍ୟ କର୍ମାବଳୀ ନିମନ୍ତେ ତାହାଙ୍କର କରନ୍ତୁ ସେମାନେ ତାହାଙ୍କୁ କୃତଜ୍ଞତା ଅର୍ପଣ। କାରଣ ଅଟନ୍ତି ସେ ତୃଷିତକୁ ପରିତୃପ୍ତ ଓ କରନ୍ତି ସେ କ୍ଷୁଧିତକୁ ଉତ୍ତମ ଦ୍ରବ୍ୟେ ପରିପୂର୍ଣ୍ଣ। ପୀଡ଼ିତ ଓ ଲୌହ ଶିକୁଳିରେ ଆବଦ୍ଧ ବନ୍ଦୀ ସ୍ୱରୂପ କଲେ ସେମାନଙ୍କ ମଧ୍ୟରୁ କେତେକେ ଅନ୍ଧକାର ତଥା ମୃତ୍ୟୁର ଛାୟାରେ ଉପବେଶନ। କାରଣ ଈଶ୍ୱର ବଚନ ବିରୁଦ୍ଧେ କଲେ ସେମାନେ ବିଦ୍ରୋହ, କଲେ ସେମାନେ ଅବମାନନା, ପରାତ୍ପରଙ୍କ ସଦୁପଦେଶ ବେଠି ପରିଶ୍ରମ ହେଲା, ମନ ସେମାନଙ୍କ ବିରକ୍ତ ହେଲେ ସେମାନେ ନିପତିତ ନଥିଲା କେହି ସାହାଯ୍ୟାର୍ଥେ ସେମାନଙ୍କ। ଡାକି ସେମାନଙ୍କ ଦୁର୍ଦ୍ଦଶାରେ କଲେ ସେମାନେ ପ୍ରଭୁଙ୍କୁ ନିବେଦନ ଓ କଲେ ପ୍ରଦାନ ସେ ସେମାନଙ୍କୁ ଦୁର୍ଗତିରୁ ମୋଚନ। କରାଇଲେ ସେ ଅନ୍ଧକାର ତଥା ମୃତ୍ୟୁ ଛାୟାରୁ ସେମାନଙ୍କୁ ବହିର୍ଗମନ ଓ କଲେ ସେମାନଙ୍କ ବନ୍ଧନ ଖଣ୍ଡ ବିଖଣ୍ଡ। ପ୍ରଭୁଙ୍କ ନିରନ୍ତର ସ୍ନେହ ଓ ମନୁଷ୍ୟ ପୁତ୍ରମାନଙ୍କ ସକାଶେ ସମ୍ପାଦିତ ଆଶ୍ଚର୍ଯ୍ୟ କର୍ମାବଳୀ ନିମନ୍ତେ ତାହାଙ୍କର କରନ୍ତୁ ସେମାନେ ତାହାଙ୍କୁ କୃତଜ୍ଞତା ଅର୍ପଣ। କାରଣ କରନ୍ତି ସେ ପିତ୍ତଳ କପାଟ ସବୁକୁ ବିଧ୍ୱସ୍ତ ଓ କରନ୍ତି ସେ ଲୌହ ଅର୍ଗଳ ସମୂହକୁ ଦ୍ୱିଖଣ୍ଡିତ କରି ପାପ ପଥେ ବିଚରଣ। ହେଲେ ସେମାନଙ୍କ ମଧ୍ୟରୁ କେତେ ଜଣ ରୋଗାକ୍ରାନ୍ତ ହେଲେ ସେମାନେ ସେମାନଙ୍କ ଦୋଷ ସକଳ ଯୋଗୁଁ ପ୍ରପୀଡ଼ିତ। କଲେ ପ୍ରକାଶ ସର୍ବବିଧ ଖାଦ୍ୟ ପ୍ରତି ସେମାନେ ବିରକ୍ତି ହେଲେ ସେମାନେ ମୃତ୍ୟୁ ଦ୍ୱାରର ସମୀପବର୍ତ୍ତୀ। ଡାକି ସେମାନଙ୍କ ଦୁର୍ଦ୍ଦଶାରେ କଲେ ସେମାନେ ପ୍ରଭୁଙ୍କୁ ନିବେଦନ ଓ କଲେ ପ୍ରଦାନ ସେ ସେମାନଙ୍କୁ ଦୁର୍ଗତିରୁ ମୋଚନ। ତାହାଙ୍କ ବଚନ ପଠାଇ କଲେ ସେ ସେମାନଙ୍କୁ ସୁସ୍ଥ, କଲେ ସେ ସେମାନଙ୍କୁ ବିନାଶ କବଳରୁ ମୁକ୍ତ। ପ୍ରଭୁଙ୍କ ନିରନ୍ତର ସ୍ନେହ ଓ ମନୁଷ୍ୟ ପୁତ୍ରମାନଙ୍କ ସକାଶେ ସମ୍ପାଦିତ ଆଶ୍ଚର୍ଯ୍ୟ କର୍ମାବଳୀ ନିମନ୍ତେ ତାହାଙ୍କର କରନ୍ତୁ ସେମାନେ ତାହାଙ୍କୁ କୃତଜ୍ଞତା ଅର୍ପଣ। କରନ୍ତୁ ସେମାନେ କୃତଜ୍ଞତା ଅର୍ପଣ ବଳି ଅର୍ପଣ। କରନ୍ତୁ ସେମାନେ ଆନନ୍ଦ ଗାନ ସମେତ ତାହାଙ୍କ କର୍ମାବଳୀ ବିଜ୍ଞାପନ। ବାଣିଜ୍ୟ ସକାଶେ କଲେ କେହି କେହି ଜାହାଜ ଗୁଡ଼ିକରେ ସମୁଦ୍ର ଯାତ୍ରା। କାର୍ଯ୍ୟ ସକଳ ପ୍ରଭୁଙ୍କର ଅଗାଧ ଉପରେ ତାହାଙ୍କ ଦ୍ୱାରା ସମ୍ପାଦିତ ଆଶ୍ଚର୍ଯ୍ୟ କର୍ମାବଳୀର ପାଇଲେ ସେମାନେ ଦର୍ଶନ। କାରଣ ଦେଲେ ସେ ଯେତେବେଳେ ଆଦେଶ ହେଲା ସେତେବେଳେ ସମୁଦ୍ର ଝଡ଼ ପ୍ରବାହିତ ହେଲା, ସମୁଦ୍ର ଲହରୀ ଉତ୍ତୋଳିତ, ସେ ସମସ୍ତ ହେଲା ଆକାଶ ପର୍ଯ୍ୟନ୍ତ ଉତ୍ଥିତ। କଲା ତାହା ପୁନରାୟ ସମୁଦ୍ର ଗର୍ଭକୁ ଅବତରଣ। ଟଳିଲା ବିପଦେ ମଧ୍ୟେ ସେମାନଙ୍କ ସାହସ ହୋଇ ଉନ୍ମତ୍ତ ଲୋକ ସଦୃଶ ଟଳମଳ। ବୁଲିଲେ ସେମାନେ ହୋଇ ବିଚଳିତ, କ'ଣ ଯେ କରିବା ବୁଝିପାରିଲେ ନାହିଁ ସେମାନେ ତାହା କଦାଚ। ଡାକି ସେମାନଙ୍କ ଦୁର୍ଦ୍ଦଶାରେ କଲେ ସେମାନେ ପ୍ରଭୁଙ୍କୁ ନିବେଦନ ଓ କଲେ ପ୍ରଦାନ ସେ ସେମାନଙ୍କୁ ଦୁର୍ଗତି ମୋଚନ। କଲେ ସେ ଝଡ଼କୁ ଶାନ୍ତ ଓ ହେଲା ସମୁଦ୍ରର ତରଙ୍ଗମାଳା ପ୍ରଶମିତ। ହୁଅନ୍ତେ ସମୁଦ୍ର ଶାନ୍ତ ହେଲେ ସେମାନେ ଆନନ୍ଦିତ। ଯେଉଁ ବନ୍ଦରରେ ପହଞ୍ଚିବା ପାଇଁ ଥିଲେ ସେମାନେ ଆଗ୍ରହାନ୍ୱିତ, କଲେ ସେ ସେମାନଙ୍କୁ ସେଠାକୁ ଆନିତ। ପ୍ରଭୁଙ୍କ ନିରନ୍ତର ସ୍ନେହ ଓ ମନୁଷ୍ୟ ପୁତ୍ରମାନଙ୍କ ସକାଶେ ସମ୍ପାଦିତ ଆଶ୍ଚର୍ଯ୍ୟ କର୍ମାବଳୀ ନିମନ୍ତେ ତାହାଙ୍କର କରନ୍ତୁ ସେମାନେ ତାହାଙ୍କୁ କୃତଜ୍ଞତା ଅର୍ପଣ। କରନ୍ତୁ ସେମାନେ ତାହାଙ୍କୁ ଜନମଣ୍ଡଳୀରେ ମହିମାନ୍ୱିତ। କରନ୍ତୁ ସେମାନେ ବୟୋଜ୍ୟେଷ୍ଠମାନଙ୍କ ସମ୍ମିଳନୀରେ ତାହାଙ୍କର ସ୍ତବ ଗାନ। ଦୁଷ୍ଟତା ଯୋଗୁଁ ଦେଶବାସୀମାନଙ୍କ ନଦୀ ସମୂହକୁ
ମରୁଭୂମିରେ, ନିର୍ଝର ସବୁକୁ ଶୁଷ୍କ ଭୂମିରେ ଓ ଉର୍ବର ସ୍ଥାନକୁ ଲବଣାକ୍ତ ଭୂମିରେ କରନ୍ତି ସେ ପରିଣତ। ମରୁ ପ୍ରାନ୍ତରକୁ ଜଳାଶୟ ଓ ଶୁଷ୍କ ଭୂମିକୁ ନିର୍ଝର ସକଳରେ କରନ୍ତି ସେ ପରିଣତ। କରାନ୍ତି ସେ କ୍ଷୁଧିତକୁ ସେଠାରେ ବାସ କରିବା ପାଇଁ ବାସ କରନ୍ତି ସେମାନେ ସେଠାରେ ନଗରୀ ନିର୍ମାଣ। କରନ୍ତି ସେମାନେ କ୍ଷେତରେ ବିହନ ବପନ, କରନ୍ତି ଦ୍ରାକ୍ଷା ଉଦ୍ୟାନ ସବୁ ପ୍ରସ୍ତୁତ। ହୁଅନ୍ତି ପ୍ରାପ୍ତ ସେମାନେ ପ୍ରଚୁର ଫସଲ। ତାହାଙ୍କ ଅନୁଗ୍ରହେ ହୁଅନ୍ତି ସେମାନେ ବୃଦ୍ଧି ପ୍ରାପ୍ତ। ପଶୁପଲ ସେମାନଙ୍କ ହ୍ରାସ ହେବାକୁ ଦେବା ନିମନ୍ତେ ହୁଅନ୍ତି ସେ ଅସମ୍ମତ। ତାଡ଼ନା କଷ୍ଟ ତଥା ଶୋକ ଯୋଗୁଁ ହୋଇ ନ୍ୟୁନ ହେଲେ ସେମାନେ ଅବନତ। ଶାସକମାନଙ୍କ ଉପରେ କଲେ ସେ ଅବମାନନା ବର୍ଷଣ, କରାଇଲେ ସେ ସେମାନଙ୍କୁ ପଥହୀନ ବିଜନ ସ୍ଥାନେ ପରିଭ୍ରମଣ। କିନ୍ତୁ କରନ୍ତି ସେ ନିର୍ଦ୍ଧନମାନଙ୍କୁ ତାଡ଼ନାରୁ ଉତ୍ତୋଳନ, କରାନ୍ତି ସେ ସେମାନଙ୍କ ପରିବାରକୁ ପଶୁପଲ ସଦୃଶ୍ୟ ବୃଦ୍ଧି ପ୍ରାପ୍ତ। ଦେଖି ତାହା ହୁଅନ୍ତି ନୀତିନିଷ୍ଠ ଲୋକେ ଉଲ୍ଲସିତ ଓ ଦୁଷ୍ଟତା ରହେ ନୀରବ ହୋଇ ନିର୍ବାକ। ଯିଏ ବିଜ୍ଞ କରୁ ସେ ମନୋଯୋଗ, ଏ ସମସ୍ତ ପ୍ରତି କରନ୍ତୁ ଅନୁଧ୍ୟାନ। ମାନବ ସକଳ ପ୍ରଭୁଙ୍କର ନିରନ୍ତର ସ୍ନେହ ପ୍ରତି।